ସେଦିନ ଗୋଟାଏ କବିତାରେ ମୁଁ ନିଛକ ସତ୍ୟ ଯାହା କହିଲି ସମସ୍ତଙ୍କୁ ଭଲ ଲାଗି ନଥାଇପାରେ। କାହିଁକି ଲାଗିବ? ମୁଁ ତାଙ୍କୁ ଆକ୍ଷେପ କରିଛି କବିତା ମାଧ୍ୟମରେ। କିନ୍ତୁ କବିଟିଏ ଯେ କଣ, ଏଇ କବିତାଟି ଆପଣ ଶୁଣିଲେ ଜାଣିବେ। ଫୁଲ ଫୁଟୁ ଅବା ଶବ୍ଦ ଫୁଟୁ, ରକ୍ତ ଫୁଟୁ ଅବା ସ୍ୱପ୍ନ ଫୁଟୁ, ସୀମାନ୍ତରେ ତୋପ ଫୁଟୁ, ଉଦ୍ୟାନରେ ଫୁଟୁ ଅବା ଡବା, ଉଦ୍ୟାନରେ ଫୁଟୁ ଅବା ଲାଲ ରକ୍ତ ଦବା, କିବା ସେ ନାରୀର ବକ୍ଷେ ଫୁଟୁ ଯେତେ ଯନ୍ତ୍ରଣାର କଣ୍ଟା, ଫୁଟୁ ପଛେ ଦିଗନ୍ତ ସେ ପାରେ ମିଟି ମିଟି ତାରକାର ଫୁଲ, ହସ ଫୁଟି ଝରୁ ପଛେ ନବଜାତ ଶିଶୁର ଓଧରେ, ପ୍ରତିଶୋଧ ଦାବାଗ୍ନିରେ ଫୁଟୁ ପଛେ ଯେତେ ଅଗ୍ନିକଣା, କି ଅବା ଦରଦୀ କଣ୍ଠେ ଫୁଟି ଉଠୁ ଯେତେ ସମ୍ବେଦନା, ଫୁଟି ପଛେ ଫାଟି ଯାଉ ଏ ଧରଣୀ ଖଣ୍ଡ ଖଣ୍ଡ ହୋଇ, ଫୁଟି ଉଠୁ ଯନ୍ତ୍ରଣାର ବିଭତ୍ସ କାହାଣୀ, ଉତ୍ପାତ ଧର୍ଷଣ ଦୁଃଖ ହୀନ ପ୍ରବଞ୍ଚନା। କ୍ଷମତାର ଯେତେ ଅହମିକା, କରୁଣ ବାତ୍ସଲ୍ୟ ସ୍ନେହ ମମତାର ଉତ୍ସ, ପ୍ରକୃତିର ଅନନ୍ତ ବିଭବ, ମହାଶୂନ୍ୟ ମହୋଲ୍ଲାସ ଯୁଦ୍ଧ ବିଭୀଷିକା, ଶାନ୍ତି ଆଉ ସୌନ୍ଦର୍ଯ୍ୟର ଅନେକ ଭୂମିକା, ଅନେକ ଭୂମିକା। ଫୁଟି ଯାଉ ଗୁପ୍ତ କଥା ପ୍ରୀତି ଅଭିସାର, ନିରନ୍ନ କଙ୍କାଳ ମୁଖ କରୁଣ ଚିତ୍କାର, କିମ୍ବା ବଳି ଖୁଣ୍ଟେ ପଥଧାରେ ଅସହାୟ ପଶୁର ଜୀବନ, ଜଳି ଉଠୁ ଅଗ୍ନିଶିଖା ହୋଇ ଲେଲିହାନ, ସବୁ କିଛି କରି ଏକାକାର ଇନ୍ଦ୍ରଧନୁର ସେ କବି ପ୍ରକାର ପ୍ରକାର, ତା ତୁଳିରେ ଚିତ୍ର କରେ କବି ଭାଷ୍ୟକାର, ତା ସୃଷ୍ଟିରେ ତା ଦୃଷ୍ଟିରେ ସବୁ ହିଁ ସୁନ୍ଦର। କବି ସେ ମରଣ ଜୟୀ ଅଜର ଅମର, ଅବାସ୍ତବେ ବାସ୍ତବ ଫୁଟାଇ ନିଜେ ଫୁଟି ହୁଏ ସେ ଭାସ୍କର, ସେ ଅବିନଶ୍ୱର କବି ସେ ଅମର, ତା ରଚନା ତା ନିଜସ୍ୱ ସ୍ୱର ଓ ସ୍ୱାକ୍ଷର। ଏ କବିତାଟି ଆପଣ ଶୁଣିଲେ ଆମର ବୋଧେ, ଯଦି ଠିକ ଭାବରେ ଶୁଣିଥିବେ ତାହେଲେ ଏଠି କଣ ଲାଗିଲା ତାକୁ ମତେ କମେଣ୍ଟ କରି ଶୁଣେଇବେ। ମୁଁ ଅପେକ୍ଷା କରିବି ଆପଣଙ୍କ ବିଚାର। ମୁଁ କାହିଁକି ଏକଥା କହିଲି ନା, ସନ୍ତୋଷ ରଥ ନାମକ ଜଣେ ପାଠକ ମୋର ଏ କବିତାକୁ ଶୁଣି ସେ ତାଙ୍କ କମେଣ୍ଟ ଲେଖୁଛନ୍ତି। ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ସେ ସନ୍ତୋଷ ରଥ ନାମକ ଜଣେ ପାଠକ, ଜଣେ ଶ୍ରୋତା ମୋ କବିତା ଶୁଣି ସେ ମତେ ଜଣାଉଛନ୍ତି। ମୁଁ ଭାରି ଖୁସି ସେଥିରେ। ସେଇପରି ଆଉ ମାନେ ଆକୁ ଶୁଣିକିରି ଭଲ ଲାଗିଲା କି ମନ୍ଦ ଲାଗିଲା ଆପଣଙ୍କ ବିଚାର ମତେ ଶୁଣେଇବେ।